ପିଲା ନା ଓଡିଶାରେ ଆମ ଠାରୁ ବହୁ ଶିଖିବା ଗାୟକ ଅଛନ୍ତି। ତାଙ୍କ ପାଲା କାହିଁ ଚାଲୁନି କହିଲୁ? ତାଙ୍କ ପାଲା କାହିଁ ଚାଲୁନି କହିଲୁ? ତାଙ୍କ ପାଲା କାହିଁ ଚାଲୁନି କହିଲୁ? ଯୋଉ ଦିନ ଇନ୍ଦ୍ରଜିତର ବୀରଗତି ପ୍ରାପ୍ତି ହେଇଛି ମଉସା ସେଦିନ ମନ୍ଦୋଦରୀ କଣ କରିଛି ନା ରାବଣ ପାଦ ତଳେ ପଡି କଇଁ କଇଁ ହେଇ କାନ୍ଦୁଛି। ସ୍ୱାମୀ କାନ୍ଦିକିରି କଣ କହୁଛି ମଉସା? ଗୋଟେ ନାଟୁଆ କବି ଆଣିବି, ଗଣକବି ବୈଷ୍ଣବ ପାଣି। କଣ କହିଲେ? ଗଣକବି ବୈଷ୍ଣବ ପାଣି କାନ୍ଦି କାନ୍ଦି ଆଜି ମନ୍ଦୋଦରୀ ରାବଣକୁ କହୁଛି। ଆଚ୍ଛା ଠିକ ଅଛି। କଣ କହୁଛି? କହିଲା ହେ ଜୀବନ ଧନ ମନକୁ ମନାଇ ମାନ ମୋ କଥା ଏ ଜୀବନ ମାନବ କଥା ଏ ଜୀବନ ଧନ ବ୍ରହ୍ମଚାରୀ ପାଶେ ବ୍ରହ୍ମଚାରୀ ପାଶେ ସମର୍ପଣ କର ହେ ଜନକ ନନ୍ଦିନୀ ସୁତା ଏ ଜୀବନ ଧନ ହରେ ମନ କୁମର ମାନବ କଥା। କାନ୍ଦି କାନ୍ଦି ମନ୍ଦୋଦରୀ ଆଜି ରାବଣ ପାଦ ତଳେ ପଡି ଗୁହାରି କରୁଛି। ଏଇ ତାଙ୍କୁ ତ ସବୁଦିନ ଦେଖୁଛୁ ଯେମିତି ମାନେ ବହୁତ ଦିନ ପରେ ସ୍ୱାମୀ ସ୍ତ୍ରୀର ବିଚ୍ଛେଦରେ ଭେଟ ହୁଅନ୍ତି, ସେମିତି ତାଙ୍କୁ ଆଁ କରିକି ଚାହିଁଛୁ। ହଉ ହଉ ପାଟି କଣ ମଉସା ବସ, ଦେହ ଭଲ ଲାଗୁଛି? ବୁଢା ଆଇଲାଣି କଣ କରିବ ପରା, କାହିଁ ଜଣା ପଡୁନାହିଁ। ସେମିତି ଦେଖିବା କଣ ହଉଛି। ଭାଦ୍ରବ ମାସରେ ଗାଈ ଜନ୍ମ କଲେ ଭଲକୁ ନହେଲେ ମନ୍ଦକୁ, କଣ ହଉଛି କେଜାଣି। ଇ ପୁଅ କିନ୍ତୁ ମଉସାକୁ ମାନିବାକୁ ପଡିବ। ଶିଶୁ ସୁଲଭ ମୁଖମଣ୍ଡଳ। ତାପରେ ବୁଢାର ଶକ ଯାଇନି। ଭେସଲେଟ ବୁଢା ପିନ୍ଧୁଛନ୍ତି, ତା ଦେହରେ ବିଭିନ୍ନ ପ୍ରକାର ଅଛି, ମୁଦି ଅଛି, ଘଣ୍ଟା ଅଛି, ମୋବାଇଲ ସ୍କ୍ରିନ୍ ଟଚ୍ ମୋବାଇଲ ପକେଟରେ ପଶିଛି। ଛୋଟିଆ କଥା ନୁହଁ। ପୁଣି ମାଉସୀ ପାଖକୁ ସବୁଦିନ ଫୋନ କରୁଛନ୍ତି। ଇଏ ସବୁ ଇଏ ଭଡିଆ କୋଉଠୁ ଆଣିଛ? ମାଉସୀ ରିଙ୍ଗ କି? ହଉ ହଉ ରୁହ, ଇଏ ଗୋଟେ ପ୍ରେମରେ ଖୁସିରେ ଆମେ କହୁଛୁ। ଆଜ୍ଞା ଆଜ୍ଞା। ତା ଦେହରେ ପୁଣି ନାଁ ଲେଖା ହେଇଛି। କାହା ନାଁ ଲେଖା ହେଇଛି ହାତରେ? ଇ ପୁଅ ମନ୍ଦୋଦରୀ ପାଦ ତଳେ ପଡି ଯାଇଛି ରାବଣର। ସ୍ୱାମୀ ମନ୍ଦୋଦରୀ ଆରେ ତୁମେ ପାଦ ତଳେ କାହିଁ ପଡିଛ? ଦୟାକରି ଏ ଯୁଦ୍ଧ ବନ୍ଦ କରିଦିଅ। ଯୁଦ୍ଧ କଣ ପାଇଁ ବନ୍ଦ କରିବି? ଯୋଗ୍ୟ ପିଲାମାନେ ମୋର ଚାଲିଗଲେ। ମୁଁ ତୁମ ଆଗରୁ ଜାଣିଛି ମୋ ମରିଛି କିଏ ଇନ୍ଦ୍ରଜିତ। ତୁମେ କାହିଁ କାନ୍ଦୁଛ? ଏବେ ସମୟ ଅଛି ସ୍ୱାମୀ, ଦୟାକରି ମୋ ସାନକୁ ମାନ। ସ୍ୱାମୀ ଦୟାକରି ସୀତାଙ୍କୁ ନେଇ ରାମଙ୍କ ନିକଟରେ ସମର୍ପି ଦେଇ ତୁମେ ତାଙ୍କର ଶରଣ। ଠିକ ଅଛି, ତୁମେ କେବଳ ଆଜି କାନ୍ଦୁନା, ଯେତେବେଳେ ଯୁଦ୍ଧରେ ପିଲାମାନେ ମରିଯାଆନ୍ତି ତୁମେ ମୋ ପାଦ ତଳେ ପଡି କାନ୍ଦି କାନ୍ଦି ଗୁହାରି କର, ସ୍ୱାମୀ ଯୁଦ୍ଧକୁ ଏଇଠି ସାଙ୍ଗ କରିଦିଅ, ସୀତାଙ୍କୁ ନେଇ ସମର୍ପଣ କର ରାମଙ୍କ ପାଦ ତଳେ। ହେ ମନ୍ଦୋଦରୀ ସ୍ୱାମୀ ମୁଁ କେଉଁ ଦିନ ତୁମ କଥାକୁ ଶ୍ରବଣ କରିନି, ନା କିନ୍ତୁ ଆଜି ମୁଁ ତୁମ କଥା ମାନିବି। ସତ କହୁଛୁ? ହଁ ହେ ମନ୍ଦୋଦରୀ ମୁଁ ତୁମ କଥା ମାନି ସୀତାଙ୍କୁ ରାମଙ୍କ ପାଦ ତଳେ ସମର୍ପଣ କରିଦେବି। ଠିକ ଅଛି ସ୍ୱାମୀ। କିନ୍ତୁ ମୋର ଦୁଇଟି କଥାକୁ ତୁମକୁ ମାନିବାକୁ ପଡିବ। ଟିକେ ବାବୁ ମାନେ ବିଚାର କର। ମୋର ଦୁଇଟି କଥାକୁ ମାନିଲେ ଧୀରେ ବାବା ପାଟି କର ନା, ପାଟି କଲେ ତୁମେ ତ ପାଟି କଲେ ପାନ ତୁମକୁ ଚାହିଁବେ ପାଲା କଣ ହବ? ଆମର କିଛି ଅଡୁଆ ହବନି, ଅଡୁଆ ହବ ତୁମର, ପାଲା ଏପଟ ସେପଟ ହବ। ସ୍ୱାମୀ ଦୁଇଟି କଥା କଣ ସ୍ୱାମୀ? ଦୁଇଟି କଥା, ଯୋଉ ରାବଣ ସୀତାଙ୍କୁ ରାମଙ୍କ ପାଖରେ ଛାଡିବା କଥା କହିଲା ବେଳକୁ ଏତେ ଉଞ୍ଚୁରୁ ଉଠୁଥିଲା, ବିରକ୍ତ ହଉଥିଲା, ସେ ରାବଣ କହୁଛି ତୁମ କଥା ମାନି ମୁଁ ସୀତାଙ୍କୁ ରାମଙ୍କ ପାଖରେ। କିନ୍ତୁ ମୋର ଦିଟା ପ୍ରଶ୍ନ ଉତ୍ତର ଦେବାକୁ ପଡିବ। ଇଏ ରାବଣ ମହା ଚାଲାକ, ରାବଣ ଠାରୁ କଣ କିଏ ବଡ ଜ୍ଞାନୀ ଅଛି?
ବିନା ଇନ୍ଧନରେ ହେଲିକପ୍ଟର ଉଡଉଥିଲା। ଆଜି ପାକିସ୍ତାନ ପାଖରେ ପଇସା ନାହିଁ ଉଡାଜାହାଜରେ ତେଲ ପକେଇବା ପାଇଁ ବାସ୍ ବିନା ଇନ୍ଧନରେ ରାବଣ ଉଡାଜାହାଜ ଉଡଉଥିଲା। ରାବଣ ଛୋଟିଆ ନୁହଁ। ରାବଣ ଏମିତି ସ୍ତ୍ରୀ କି ପରିବାରରେ ଯୋଉ ସ୍ୱାମୀ ସ୍ତ୍ରୀ କି ବୁଝେଇ ନ ପାରିଲା ସେ କି ସ୍ୱାମୀ? ଆଉ ସ୍ତ୍ରୀ କି କଣ ମାର ମାରି ଜବତ କରିଦବ? ନା, ଭୁଲ। ସ୍ତ୍ରୀ କି ବୁଝେଇବ ସ୍ୱାମୀ, ସ୍ୱାମୀ କି ବୁଝେଇବ ସ୍ତ୍ରୀ। ଯୋଉ ପରିବାରରେ ଲୋ ମା ସ୍ୱାମୀ ସ୍ତ୍ରୀର ବୁଝାମଣା ଠିକ ଥିବ, ସେ ଦରିଦ୍ର ପରିବାର ହଉ ସେ ପରିବାରରେ ଶାନ୍ତି। କୋଟିପତି ପରିବାର ହେଇଥିବ ସ୍ୱାମୀ ସ୍ତ୍ରୀରେ ପଡୁନଥିବ ନା କଣ ମଉସା? ସ୍ୱାମୀ ସ୍ତ୍ରୀରେ ବିଦ୍ୱେଷ ଭାବ ଅସୁବିଧା ନୁହେଁ? ନା ତୁ କଣ ଜାଣିଛୁ ସେ ବିଷୟରେ? ଚୁରେଇବ କହିଲା ମନ୍ଦୋଦରୀ ସ୍ୱାମୀ କଣ ହେଲା? ହାତ ଆଡା। ସେ ମୋର ସ୍ତ୍ରୀ ଅଭିନୟ କରିଛି, ମୁଁ ତା କାନ୍ଧରେ ହାତ ପକେଇଛି, ହାତ ଆଡା ପାଟିକଣାର। ମନ୍ଦୋଦରୀ ମୁଁ ତୁମ କଥା ମାନି ସୀତାଙ୍କୁ ଛାଡିଦେବି। ମୁଁ ଯେତେବେଳେ ସୀତାଙ୍କୁ ଛାଡିଦେବି ରାମଙ୍କ ପାଖରେ, ଇଏ ଦୁନିଆରେ ଯେତେ ବୀର ଅଛନ୍ତି ମତେ କଣ କହିବେ ଜାଣିଛ? କହିବେ ଭୀରୁ କା ପୁରୁଷ ରାବଣ ମରଣ କୁଣ୍ଡ। ଏତେ ଦିନ ହେଲା ଯୋଉ ପୁଙ୍ଗବ ବୀର ମାନେ ମତେ ଊର୍ଦ୍ଧ୍ୱରେ ରଖିଥିଲେ, ସେମାନେ କହିବେ ଦେଖରେ ଇଏ ବିଶ୍ରବାନନ୍ଦନ ଏଡେ ଭୀରୁ, ତା ଯୋଦ୍ଧା ମାନେ ମରିଗଲେ ବୋଲି, ପିଲାମାନେ ମରିଗଲେ ବୋଲି, ଇଏ ରାମଙ୍କ ହାତରେ ମରିବ ବୋଲି ଡରିକିରି ସୀତାଙ୍କୁ ସମର୍ପଣ କଲେ। ଇଏ ଦୁନିଆରେ ଯେତେ ବୀର ସମସ୍ତେ ମତେ କହିବେ ବୀର ପୁଙ୍ଗବ, ସେ ମତେ ଆଜି କହିବେ କଣ ନା ଭୀରୁ କା ପୁରୁଷ। ଟିକେ ମୋ ମା ମାନେ ବିଚାର କର। ଦଶଗ୍ରୀବ ରାବଣ ବୁଝଉଛି ଯେ ମୁଁ ଯଦି ସୀତାଙ୍କୁ ସମର୍ପଣ କରିଦେବି ମତେ ସମସ୍ତେ କହିବେ ଭୀରୁ କା ପୁରୁଷ, ତୁମକୁ କହିବେ ଭୀରୁ କା ପୁରୁଷର ସ୍ତ୍ରୀ ନା ନାଇଁ? ଯେତେବେଳେ ସମସ୍ତେ ମରିଯିବେ ମୁଁ ଏକା ଥିବି ରାମଙ୍କ ସାଙ୍ଗରେ ଯୁଦ୍ଧ କରିବି। ମତେ ଯଦି ରାମ ମାରି ଦିଅନ୍ତି ଯୁଦ୍ଧ ଭୂମିରେ, ବାପା କେହି ମତେ କହିବେନି ଭୀରୁ କା ପୁରୁଷ। କେହି ମତେ ଭୀରୁ କା ପୁରୁଷ କହିବେ ନାହିଁ। ତାହେଲେ ମତେ ତୁମେ ଉତ୍ତର ଦିଅ, ତୁମେ ବୀର ପୁରୁଷର ସ୍ତ୍ରୀ ହବ ନା ଭୀରୁ କା ପୁରୁଷର ସ୍ତ୍ରୀ ହବ? ସ୍ୱାମୀ ବୀର ପୁରୁଷର ସ୍ତ୍ରୀ ହବା ପାଇଁ ଚାହେଁ। ବୀର ପୁରୁଷର ସ୍ତ୍ରୀ ହବ ନା ଭୀରୁ କା ପୁରୁଷର ସ୍ତ୍ରୀ ହବ? ବୀର ପୁରୁଷର ସ୍ତ୍ରୀ ହେବି। ପିଲା ନା ଓଡିଶାରେ ଆମ ଠାରୁ ବହୁ ଶିଖିବା ଗାୟକ ଅଛନ୍ତି, ତାଙ୍କ ପାଲା କାହିଁ ଚାଲୁନି କହିଲୁ? ପରିବେଷଣ ଶୈଳୀ ଯାହାକୁ ଜଣା ନାହିଁ ସେ ପାଲା କରିପାରିବ। ଶିଖିଲେ ହବ, ତାକୁ ପରିବେଷଣ କର। ଆପଣ ରୋଷେଇ କରିଥିବେ, ପରିବେଷଣ ଠିକ ନଥିଲେ ହେଇପାରିବ? ସବୁ ଜାଗାରେ ଫିଲ୍ଡ ସମାନ ନାହିଁ, ସବୁ ଜାଗାରେ ଫିଲ୍ଡ ସମାନ ନାହିଁ, ସବୁ ଜାଗାରେ ଶ୍ରୋତା ସମାନ ନାହାନ୍ତି, ସବୁ ଜାଗାରେ ଗାୟକ ସମାନ ନାହିଁ। ସେଇ ବିଷୟ ସେଇ ଜାଗାରେ ଧରିବ, ସେଇ ବିଷୟ ସେଇ ଜାଗାରେ ଧରିବ। ସେଇ ତେନ୍ଦୁଲକର 150 ବାଡେଇଥିବ, ସେଇ ତେନ୍ଦୁଲକର 99ରେ ଆଉଟ ହବ। ଏ ପୁଅ ମୋ କହିବାର ତାତ୍ପର୍ଯ୍ୟ, ସେତେବେଳେ ବିନା ମାଇକରେ ଗାୟକ ପାଲା ଗାଉଥିଲେ। ସେତେବେଳେ ମୋବାଇଲ ଫୋନ କାହା ପାଖରେ ଥିଲା? ଜଣେ ଯଦି ମୋବାଇଲ ଫୋନ ଆପଣ ରିସିଭ କରିଦେବେ, ଆପଣଙ୍କୁ ଆଉ 5 ଜଣ ଚାହିଁବେ ଡିଷ୍ଟର୍ବ ହବ। ସେତେବେଳେ ଚା ବଣ୍ଟା ହଉଥିଲା। ଏବେ ଯଦି ଚା ନଦବ କହିବ ଅନୁଷ୍ଠାନକୁ ଗଲୁ ଯେ ଚା ଟୋପେ ଦେଲେନି। ଚା ବଣ୍ଟା ହେଲା ଥରେ ମାନେ ସଭା ଚହଲି ଗଲା। ଠିକ ନା ନାଇଁ ଭୁଲ କୁହନ୍ତୁ? ତେଣୁକରି ସବୁକୁ ପ୍ରତିହତ କରି ଚଲେଇବା ଭାରି କଷ୍ଟ।